ଆଜିର ପ୍ରଥମ ପ୍ରଶ୍ନଟି ହେଉଛି କ'ଣ ଅଧିକ ଖାଇଲେ କିଡନୀ ଖରାପ ହୋଇଥାଏ? ଚାଲନ୍ତୁ ଦେଖି ନେବା ଅପସନ୍ ଗୁଡ଼ିକ। ଅପସନ୍ ଏ ସେଓ, ଅପସନ୍ ବି ଦହି, ଅପସନ୍ ସି କଫିନ୍, ଅପସନ୍ ଡି ଆଚାର। ପ୍ରତ୍ୟେକ ପ୍ରଶ୍ନରେ ଆପଣଙ୍କୁ 5 ସେକେଣ୍ଡର ସମୟ ମିଳିବ। ଯଦି ଆପଣ କୌଣସି ଉତ୍ତର ଜାଣିଥିବେ ତେବେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଚାଲନ୍ତୁ ଦେଖି ନେବାର ସଠିକ୍ ଉତ୍ତରଟି। ଏହାର ଉତ୍ତରଟି ହେଉଛି ଅପସନ୍ ସି କଫି। ଆଜିର ଦ୍ୱିତୀୟ ପ୍ରଶ୍ନଟି ହେଉଛି ବିଶ୍ୱର କେଉଁ ଦେଶରେ ମୋଟା ହେବା ଏକ ଦଣ୍ଡନୀୟ ଅପରାଧ ଅଟେ? ଚାଲନ୍ତୁ ଦେଖି ନେବାର ଅପସନ୍ ଗୁଡ଼ିକ। ଅପସନ୍ ଏ ଜାପାନ, ଅପସନ୍ ବି ଆମେରିକା, ଅପସନ୍ ସି ଇଂଲଣ୍ଡ, ଅପସନ୍ ଡି ହେଉଛି ଇରାନ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଜାପାନ। ଆଜିର ତୃତୀୟ ପ୍ରଶ୍ନଟି ହେଉଛି ଛାତିରେ ହାତ ଦେଇକରି ଶୋଇଲେ କ'ଣ ଆସିଥାଏ? ଚାଲନ୍ତୁ ଦେଖି ନେବାର ଅପସନ୍ ଗୁଡ଼ିକ। ଅପସନ୍ ଏ ଭଲ ନିଦ, ଅପସନ୍ ବି ସ୍ୱପ୍ନ, ଅପସନ୍ ସି ହାର୍ଟ ଆଟାକ୍, ଅପସନ୍ ଡି ବିପଦ। ଚାଲନ୍ତୁ ଦେଖି ନେବାର ସଠିକ୍ ଉତ୍ତରଟି। ଏହାର ଉତ୍ତରଟି ହେଉଛି ଅପସନ୍ ବି ସ୍ୱପ୍ନ। ଆଜିର ଚତୁର୍ଥ ପ୍ରଶ୍ନଟି ହେଉଛି ଅପରିଷ୍କାର ପାଣି ପିଇବା ଦ୍ୱାରା ମଣିଷକୁ କେଉଁ ରୋଗ ହୋଇଥାଏ? ଚାଲନ୍ତୁ ଦେଖି ନେବାର ଅପସନ୍ ଗୁଡ଼ିକ। ଅପସନ୍ ଏ ଡାଇରିଆ, ଅପସନ୍ ବି ସୁଗାର, ଅପସନ୍ ସି କିଡନୀ ସମସ୍ୟା, ଅପସନ୍ ଡି ମୁଣ୍ଡ ବ୍ୟଥା। ଏହାର ଉତ୍ତରଟି ହେଉଛି ଅପସନ୍ ଏ ଡାଇରିଆ। ଆଜିର ପଞ୍ଚମ ପ୍ରଶ୍ନଟି ହେଉଛି ପୃଥିବୀର ସବୁଠାରୁ ବଡ଼ ବିମାନ ବନ୍ଦର କେଉଁଠାରେ ଅବସ୍ଥିତ? ଚାଲନ୍ତୁ ଦେଖି ନେବାର ଅପସନ୍ ଗୁଡ଼ିକ। ଅପସନ୍ ଏ ଚୀନ, ଅପସନ୍ ବି ସାଉଦି ଆରବ, ଅପସନ୍ ସି ଆମେରିକା, ଅପସନ୍ ଡି ଜାପାନ। ଚାଲନ୍ତୁ ଦେଖି ନେବାର ଉତ୍ତରଟି। ଏହାର ଉତ୍ତରଟି ହେଉଛି ଅପସନ୍ ବି ସାଉଦି ଆରବ। ଆଜିର ଷଷ୍ଠ ପ୍ରଶ୍ନଟି ହେଉଛି କେଉଁ ଦେଶରେ ଚେସ୍ ଖେଳର ଆରମ୍ଭ ସର୍ବପ୍ରଥମ ହୋଇଥିଲା? ଚାଲନ୍ତୁ ଦେଖି ନେବାର ଅପସନ୍ ଗୁଡ଼ିକ। ଅପସନ୍ ଏ ଆମେରିକା, ଅପସନ୍ ବି ଚୀନ, ଅପସନ୍ ସି ଅଷ୍ଟ୍ରେଲିଆ, ଅପସନ୍ ଡି ଭାରତ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଭାରତ। ଆଜିର ସପ୍ତମ ପ୍ରଶ୍ନଟି ହେଉଛି କଞ୍ଚା ଟମାଟର ଖାଇଲେ କେଉଁ ମାରାତ୍ମକ ରୋଗ ଠିକ୍ ହୋଇଥାଏ? ଚାଲନ୍ତୁ ଦେଖି ନେବାର ଅପସନ୍ ଗୁଡ଼ିକ। ଅପସନ୍ ଏ ଯକ୍ଷ୍ମା, ଅପସନ୍ ବି ସୁଗାର, ଅପସନ୍ ସି ହାର୍ଟ ଆଟାକ୍, ଅପସନ୍ ଡି କ୍ୟାନ୍ସର। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଚାଲନ୍ତୁ ଦେଖି ନେବାର ସଠିକ୍ ଉତ୍ତରଟି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସୁଗାର। ଆଜିର ଅଷ୍ଟମ ପ୍ରଶ୍ନଟି ହେଉଛି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀର ନାମ କ'ଣ? ଚାଲନ୍ତୁ ଦେଖି ନେବାର ଅପସନ୍ ଗୁଡ଼ିକ। ଅପସନ୍ ଏ ବୈତରଣୀ, ଅପସନ୍ ବି ଋଷିକୂଲ୍ୟା, ଅପସନ୍ ସି ବ୍ରାହ୍ମଣୀ, ଅପସନ୍ ଡି ହେଉଛି ମହାନଦୀ। ଚାଲନ୍ତୁ ଦେଖି ନେବାର ସଠିକ୍ ଉତ୍ତରଟି। ଏହାର ଉତ୍ତରଟି ହେଉଛି ଅପସନ୍ ସି ବ୍ରାହ୍ମଣୀ। ଆଜିର ଶେଷ ପ୍ରଶ୍ନଟି ହେଉଛି କେଉଁ ପତ୍ର ଖାଇଲେ ଅଣ୍ଟା ଗଣ୍ଠି ବିନ୍ଧା ମୂଳରୁ ଭଲ ହୋଇଯିବ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ପୋଦିନା ପତ୍ର।